ଆଜି ମୁଁ ମାଛ ବେସର ରେସିପିଟା ଆପଣମାନଙ୍କ ପାଇଁ ଆଣିଛି। ସତରେ ଆପଣଙ୍କୁ ନିହାତି ମୋ ଭିଡ଼ିଓଟି ଭଲ ଲାଗିବ। ତେବେ ଚାଲନ୍ତୁ ପ୍ରଥମେ ଆମେ ମସଲା ରେଡ଼ି କରିବା। ଜିରା, ସୋରିଷ, ଅଦା, ରସୁଣ ଏସବୁକୁ ମୁଁ ଶିଳରେ ବାଟି ଦେଉଛି। ମୁଁ ଆଜି ଚୁଲିରେ ରୋଷେଇ କରିକି ଆପଣଙ୍କୁ ଦେଖେଇବି ମାଛ ବେସର। ଶିଳ ବଟା ଆଉ କାଠ ଚୁଲି। ଆମେ ଯେତେ ଆଧୁନିକ ହେଲେ ମଧ୍ୟ ଆମ ପିଲାଦିନ କେବେ ବି ଭୁଲି ପାରିବାନି। ସତରେ ପିଲାଦିନରେ ମା ମାନେ ଯେତେବେଳେ ଏମିତି ଚୁଲିରେ ରୋଷେଇ କରନ୍ତି ଆଉ ଶିଳରେ ମସଲା ବାଟନ୍ତି, ତାର ଯେଉଁ ସ୍ୱାଦ କେଉଁଠି ବି ନଥାଏ। ଆଜି ମୁଁ ସେଇଭଳି ଚୁଲିରେ ରୋଷେଇ କରିଛି, କାଠ ଚୁଲିରେ, ପୁଣି ଶିଳରେ ବାଟିଛି। ସତରେ ତରକାରୀ ଏତେ ଟେଷ୍ଟ ହେଇଥିଲା, ଘରେ ଖାଇକି ସମସ୍ତେ ଖୁସି ହେଇଗଲେ। ଆପଣମାନେ ବେଳେବେଳେ ଚୁଲିରେ ରୋଷେଇ କରିକିରି ମଝିରେ ମଝିରେ ଖାଆନ୍ତୁ ଆଉ ପିଲାଦିନକୁ ମନେ ପକାନ୍ତୁ। ମୋର ଏଠି ମାଛ ଭଜା ହେଇଗଲା। ମୁଁ ମସଲାରେ ପିଆଜ ପକେଇ ଦେଉଛି। ଆମ୍ବୁଲ, ଆପଣମାନଙ୍କ ପାଖରେ ଆମ୍ବୁଲ ଥିଲେ ପକେଇବେ। ଆମ୍ବୁଲଟା ମାଛ ତରକାରୀରେ ପକେଇଲେ ବେସରରେ ବହୁତ ଭଲ ଲାଗିଥାଏ। ମୁଁ ଏଠି ଆମ୍ବୁଲ ପକେଇନି। ଆମ୍ବୁଲ ଯେହେତୁ ମୋ ପାଖରେ ନଥିଲା, ମୁଁ ସେଥିପାଇଁ ବଡ଼ ଟମାଟୋ ନେଇଯାଇଛି। ଇଏ ପୁଣି ଦେଶୀ ଟମାଟୋ, ଇଏ ଖଟା ଲାଗିବ। ତରକାରୀ ସତରେ ବହୁତ ଟେଷ୍ଟ ହେଇଥିଲା, ଆପଣମାନେ ବିଶ୍ୱାସ କରିପାରିବେନି। ମୁଁ ଏଠି ସ୍ୱାଦ ଅନୁସାରେ ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ ଆଉ ଲୁଣ ପକେଇଦେବି। ଅଳ୍ପ ଅଳ୍ପ ପାଣି ଦେଇ, ମୋର ବେଶୀ କିଛି କଷେଇବା ଦରକାର ନାହିଁ। ମୋର ଏଠି ବେସରର କ୍ୱାଣ୍ଟିଟିଟା ଅଧିକା ଅଛି, ନହେଲେ ପିତା ହେଇଯିବ। ଅଳ୍ପ ସମୟ ପାଇଁ ମୁଁ କଷେଇବି। ଲାଷ୍ଟରେ ମୁଁ ଟମାଟୋ ପକେଇ ଦେଉଛି। ମଝିରେ ମଝିରେ ଚୁଲିରେ ରୋଷେଇ କରିକି ନିଜର ପିଲାଦିନକୁ ମନେ ପକାନ୍ତୁ। ଆଉ ଭିଡ଼ିଓଟି ମୋର ଭଲ ଲାଗିଥିଲେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ, ସାଙ୍ଗମାନଙ୍କ ପାଖକୁ ସେୟାର କରନ୍ତୁ। ମଝିରେ ମଝିରେ ଏଇଭଳି ଶିଳରେ ମସଲା ବାଟି ଆଉ କାଠ ଚୁଲିରେ ରୋଷେଇ କରି ତାର ଟେଷ୍ଟ କେମିତି ଜାଣନ୍ତୁ। ପାଣିଟା ମୋର ଫୁଟିଗଲାଣି। ମୁଁ ଏହି ସମୟରେ ମାଛ ପକେଇ ଦେଉଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଆପଣମାନେ କେବେ ବି ଭୁଲିବେନି। ରହୁଛି, ନମସ୍କାର।